चंद्र बृहस्पति इत्यादि देवता कची सकोटी चारि धाम चारि जीव चारि वेद उत्तम चारि संप्रदाय पुरुष पंचवट पंचशती कन्या पंचुपा मते जेते जहि पुण्य माता गुरु पिता गुरु शिक्षा गुरु दीक्षा गुरु आत्मा परम ब्रह्म कर्म राशि नक्षत्रादि अनुष्ठान साधु सत्य माता गुरु पिता गुरु शिक्षा गुरु दीक्षा गुरु आत्मा परम ब्रह्म गुरु कर्म राशि नक्षत्रादि अदृष्ट वर्म साधु
ଛଡ଼ା ସତରା ଛଡ଼ା କୁଆଡ଼େ ବୁଲୁଥିଲା ଆଜି ଆସିକି ପାଇଛି ହରେ ଶଳା ତୁ କିଏ ଆସିଲୁ ତମ ଜାତି ଲୋକ ଆସିଲେ ମୁଁ ଆମ ଗାଁରେ ହାବା ମେମ୍ବର ତୁ ଜାଣିନୁ ମୋ ସ୍ତ୍ରୀ ସେକ୍ରେଟାରୀ ମୁଁ ହାବା ମେମ୍ବର ମୋ ପିଲାଟା মেম্বর জোন তলে কোন জোন তলে ଆଜ୍ଞା କାଇଁ ଏମିତି ହଉଛନ୍ତି କାଇଁ ଆପଣ କଣ ସମସ୍ୟା ହେଇଛି ଆପଣ ବୁଝିଲେ କଣ ହେଇଛି ମୋ କଥା ଯାହା ହେଇଛି ବୁଝିବୁ ସତ କହୁଛୁ ହଁ ଆଜ୍ଞା ଆଜ୍ଞା ନଣ୍ଡା ମୁଣ୍ଡରେ ଯୋଉ ବାଳ ଦେହ ଆସିବୁ ଠିକ କରିଦେବେ କଣ କହିଲୁ ସତେ ମୋର ଏଇ ଯୋଉ କୁକୁଡ଼ା ସବୁ ଆଉ ଥରେ ବାହା ବି ଆଜ୍ଞା ବାହା ବି କରିଦେବି ବାହା କରେଇଦେବି ଆଜ୍ଞା କେଳା ପିଲା ଆଜ୍ଞା ହଁ ସବୁ ସଦର ଆଚ୍ଛା ମୋ ପାଚି ଯାଉଛି ସବୁ ଅଛି ଆଜ୍ଞା ଏ କହିଲୁ କଣ ଅଛି ଏବି ତାହେଲେ ସଜଡ଼ି କେଶ ଜଡ଼ିବଟି କେଶ ନବହେ ମୋର ଆଣ୍ଠୁ ବାତ ତାର ପେଟ ବାତ ଅଛି ଆଜ୍ଞା ଶୁଣ ଆଉ ଗୋଟେ କଥା ହଁ ମୋର ନା ନଈରେ ଆସିକି ବହୁମୂତ୍ର ମାନେ ସାରା ପଳଉଛି ମାନେ ପାଇପ ଦେଇଛନ୍ତି କଣ ବହୁମୂତ୍ର ଔଷଧ ତାହେଲେ ଦେବି ତାହେଲେ ସେଟା ଦିନକୁ ତିନି ଥୁପା ପଡୁଛି ଆଜ୍ଞା ପଳଉଛ ପଡେ ନା ଦେବି ଆଜ୍ଞା ଦେବି ଏ ତାପରେ ମୋ ଶ୍ୱଶୁର ବାପ ରଖି ମୁଁ ବହୁମୂତ୍ର ଦେଇ ସାଇଲୁଣୁ ନାଇଁ ଦେଇନୁ ଦେବି ଆଜ୍ଞା ଦେବି ମୋଳ କଣ୍ଠ ମାର ନା ହେଇଟା ଖାଲି କରୁନ୍ ଟିକେ ବୁଢ଼ୀ ଧରୁଛୁ ବୋଧେ କଣ କରିବ ବୁଢ଼ୀ ଧରିଲେ କଣ କରିବ ତୁ ସଟ୍ ହେଲେ କଣ ଜାଗା ଦେଖିଛି ମୁଁ ଯାଉଛି ବୁଢ଼ୀର କିଛି ହେଇନି ହେଲେ ଆପଣଙ୍କ ସବୁ ସବୁରେ ଭାଇ ଏ ଅସରାରେ ମୋର କଣ୍ଠ ପ୍ରଭୁ ଖାଇଲେ ମୋ ସରଳ ହୋଇ ବାହେ ବାବୁ ପାଇଛ बहुमूत्र जवाबारे कामरा पिला ए बहुमूत्र जवाबारे कामरा ମୋ ବାଳ ଗୁଡ଼ା ସବୁ ପାଚି ଯାଉଛି এটা ক্যাপ লাগিয়েছেন বোধ হয় ହଁ ଏଇଟା କ୍ୟାପ ଲଗେଇଛି ରଖିଲେ ହେଲେ କିରେ ତ ବାରିକ ଲୋକ ଚଳିବେ ନା କାଞ୍ଚି କ୍ୟାପ ଏଇ ଆଡ଼େ କହ তাহলে ପ୍ରାକ୍ଟିସ୍ ଉଠାଇ ଦେଉଛି ଆପଣ ঢোকা করতে হবে আজ্ঞা হ্যাঁ সত্য কହୁଛି ঢোকা করতে আজ্ঞା বুড়ি সকাল পাঁচ চাটি হবে হ্যাঁ সত্য আজ্ঞা ସତେ ଆଉ ଥରେ ବାହାରେ କି କାହିଁ ପଚାରୁଛୁ ତାହେଲେ হ্যাঁ କେଶ ଝାଳ ପାଚି ଯାଉଛି ମୁଣ୍ଡରେ ଏଇ ମତେ ସାରା ତଳେ ଘର ଆଜ୍ଞା ଆଉ ଗୋଟେ କଥା କହିବାକୁ ଲାଜ ଲାଗୁଛି କଣ ଅଛି
ଶାଶୁ ଭଉଜାଙ୍କ ପୁଅ ଦିନେ ପଡୁନା ଆପଣ ମାଇପଡ଼ା କାନ୍ଦେଇ ଲାଗି କାଇଁ ଦେଇ ହେଡେ ସୁତାରିଆ ଗୁଙ୍ଗୁରା ମୁହାଁ ମୁହାଁ ମତେ ଆଜି କାନ୍ଦେଇ ବୋଧେ କାଇଁ ଦେଇ ନୁହଁ ଆଉ କାଟିବ ତାକୁ ଗୋଟେ ଉଳି ବସି ଆପଣ ବୁଝି କାଟୁଛି କଣ କରିବୁ ଖାଇବା ଦଉଛି ଠିକ ତ ଖାଇବାକୁ ଦଉଥିବ ମୁଁ କେତେ ଗୁଡା ଖାଉଛି ଜାଣୁଥିବ ଭାଇ ଆଣ୍ଠୁଆ ମାଗି ନା ଆଣ୍ଠୁଆ ସେ ମଲା ବେଳେ ତାକୁ ଛଜନ ଲୋକ ନେବେ ବାରିଟା ମାଲ ଦେବେ ଜୋନ୍ଦଳ କୁହ ପୁଅ ଆଜ୍ଞା ସେ ଶାଶୁ ବୋହୂ ତାଙ୍କର ଟିକେ ଟିକେ ଭାବ ଆସିବ ସେଇ ଔଷଧ ରଖିଛୁ ହଁ ଆଜ୍ଞା ଆଁ? ଆଜ୍ଞା ଅଛି ଆଜ୍ଞା ଯେମିତି ଆଉ କଳି ଲାଗିବ ଦେବି ତାହେଲେ ସେଇ ଔଷଧ ଦେଲି ଆଜ୍ଞା ତା ଦଉଛି ତାହେଲେ ହଁ ଚାତ୍ରିକାର ମୁକଳଙ୍ଗମ ଆରେ କହୁର ମୁଁ ଟିକେ ମନ୍ତ୍ର ଶୁଣି ଦେବି ଆଜ୍ଞା ମନ୍ତ୍ର କରିକି ମନ୍ତ୍ର ସେ ଧରି ଶୁଣିଟା କେହି ଜାଣିବେନି ଆପଣ ଯାଇ ଫୋପାଡ଼ିବେ ଘରେ ଘରେ ମୁଁ ନେଇ ଆଜ୍ଞା ଅନ୍ୟ ଏ ମନ୍ତ୍ର ମୁଁ ନେଇ ଘରେ ପକାଇଲା ଶାଶୁଙ୍କର ପିଟି ବାରି ଆଜ୍ଞା ଆଚ୍ଛା ପୁଅ ଗୋଟେ କଥା କହିବି ହଁ କୁହନ୍ତୁ ମୋର ଜଣେ ଶତ୍ରୁ ଲୋକ ଅଛି ହଁ ଆମରି ଗାଁରେ ହଁ ହଁ ବୁଝିଲୁ ସେ ସାରା ମୁଁ ଆଉ ଚାହୁଁ ସେ ହଁ। ଯଦି ମତେ ଅନ୍ୟାୟ ଦେବି ଆଉ ଦେଲୁ ବୁଢ଼ୀର କିଏ ଶତ୍ରୁ ଅଛନ୍ତି ନା ନାଇଁ ତାର ଶତ୍ରୁ ଅଛନ୍ତି ହଁ ତାର ଢେର ଶତ୍ରୁ ମୋର ଢେର ଶତ୍ରୁ ଓହୋ। ହେଲେ ଆମେ ଦି ଜଣକ ଏମିତି ଆପଣ ସଭାପତି ଆଉ ବୁଢ଼ୀ ସେକ୍ରେଟାରୀ ହଁ। ପୁଅ ଏମଏଲଏ ଦେଲେ ହଁ। ନାତି ରାତି ହଁ। ରଖିବି ଚୌକିଟା ଆମ ଗାଁରେ ଛୁଆ ନା ପକେଇବେ ତା ଦେବି ଆଜ୍ଞା ତାହେଲେ ସମସ୍ତେ ଭାଇ ଭଲ ପାଇଛନ୍ତି ହଁ। ବୁଢ଼ୀ ଆଜ୍ଞା ଶାଢ଼ୀ ପିନ୍ଧୁଛି ନା ଡ୍ରେସ୍ ନାଇଁ ଲାଇଟ୍ ତାପରେ ଆପଣ ବଡ଼ ଲୋକିଆ କଥା ଆମେ ତ ଛୋଟ ଘର ବଡ଼ ଘର ତମେ 10-12 ହାତ ନମ୍ବର ପିନ୍ଧିବେ ଆଜ୍ଞା। ଆମେ ଗୋଟେ ନାଇଟି ଗଳି ଦେଲେ ଆମେ ଆଉ ଚୋରି ଥୋଡ଼ି ଦେବା ଦେବି ତାହେଲେ ଆଜ୍ଞା ଶତ୍ରୁଥିର ଆପଣଙ୍କର ବସନ୍ୟା କଥା ଶନିବାର ଶତ୍ରୁ ଆସି ପାଠେ କ୍ଷମା କଣ କହିବି ହଁ ହସିବୁନି ହସିଲେ ପାଟିରେ ପେଟ ହସିବୁନି ନାଇଁ ବୁଝିଲୁ ଆମେ ଦି ପ୍ରାଣୀ ଯାକ ଚଳୁଛୁ ସତ ମୁଁ କେହି କାହା ମନ ସୁଖ ନାହିଁ ମାନେ ଏକାଠି ଆମର ଶୋଇବୁ ଏକାଠି ଭାବ ନାହିଁ ବୁଝିଲୁ ଆମର କିଛି ସାଙ୍ଗ ନା ମତେ ଲଣ୍ଡା ମାଟିଆ କହିଲେ ସମସ୍ତେ ଜାଣିବେ। ସେ ମାଇକିନା ମାଇକିନା କଣ ଜାଣିଛି ଆଜ୍ଞା ଲଣ୍ଡା କହିଆଞ୍ଚିଆ ହେଇକି ଛାଡ଼ି ଛାଡ଼ି ଦଉଛି ତାହାର ମନ କିନ୍ତୁ ଭାବ ରହିବ କହି ଅସୁବିଧା ଟିକେ ଦିଏ ନହେଲେ ପଳେଇବ ଭିତରେ ସେ ଆଉ ରହିବ ଟୋକା ସେଠି କରୁଛି ଆଜ୍ଞା ହାଁ? ବୁଢ଼ୀ ଟୋକା ସେଠି କରୁଛି ନାଇଁ ବୁଢ଼ୀ ବୁଢ଼ା ସେଠିକି ନା ଟୋକା ସେଠିକି। ତାହେଲେ ବୁଢ଼ା ପଳେଇ ବୁଢ଼ୀ ସେଠି କରୁଛି ନାଇଁ ଆଜ୍ଞା ରଖିବି ଆଜ୍ଞା ସେ ଔଷଧ ହଁ ସବୁ ଅଛି ଆଜ୍ଞା ହଁ ଆଜ୍ଞା ଏ ସ୍ୱାମୀ ସ୍ତ୍ରୀ ନଥିଲେ ବାବା ଆଜ୍ଞା ଆଚ୍ଛା ପୁଅ ମକଦ୍ଦମାରେ କେମିତି ଜୟ ହବ କହିଲୁ ଯିଏ ଧାଉଁଛି ତୋ ମୋହନାରେ ଛାଡ଼ି ଦେଉଛି କାହାର ଛଡ଼ା କ'ଣ ଚୋରିଯିବ ମୋହନା ନିଜେ ଛାଡ଼ି ଦେଉଛି ସେଠି ମକଦ୍ଦମାରେ କେମିତି ଜୟ କରିବି ବିକ୍ରି କରିବି ସେ ଯୋଉ ଅଛି ଆଜ୍ଞା ହଁ? ହଁ ଏ ମକଦ୍ଦମା ଆପଣଙ୍କର ଯେବେ ଥିବ ପ୍ରତ୍ୟେକ ଔଷଧ
ଆଉ ଗୋଟେ କଥା ପଚାରିଲି ଯେ କିଏ ନାଚ ଲାଗୁଛି ମୋର କଣ କହୁନାହାନ୍ତି ଜନ କଣ ପଚାରିବି ହଁ ଆଜ୍ଞା ସବୁ ତାହେଲେ ଦେବି ଦେବି ସବୁଠି ତ ଦେଲୁ ମତେ ଯାହା ପଚାରେ ମୁଁ ଜାଣି ସାରିଲି ଆଜ୍ଞା କଣ କହିଲୁ ଆପଣଙ୍କର ପିଲାପିଲି ହଉନାହାନ୍ତି କି ପିଲା ହେଲା ରେ ହଁ। ସବୁ ଚୋରି ବଛରେ ବସିବେ ପୁଅ କେମିତି ଏମିତି ଔଷଧ ଦିଅନ୍ତି ଆଉ ଯେତେ ଦିନ ବଞ୍ଚିବି ଥରକୁ ପାଞ୍ଚଟା ପିଲା ଜନ୍ମ ଦେଖି ବିଧାତା ମତେ କେତେ ବଞ୍ଚଉଛି ମୁଁ କେତେ ପିଲା କରିବି ବୁଢୀ ସମୟ ପାଇବ ତ ଆଜ୍ଞା ହଁ ଆଜ୍ଞା ଔଷଧ ଅଛି ମୋ ଆଜ୍ଞା ସତେ ଏକାଥରେ 4ଟା 5ଟା ଆଜ୍ଞା ଜନ୍ମ ହବ ପାଞ୍ଚଟା ହଁ ଆଜ୍ଞା ସେଥିରୁ ଗୋଟେ କାମ କରିବି ଆଁ? ଦେବି ତାହେଲେ ହଁ ବୁଢୀ ରାଗିକି ନବ ପଡେ ତ କାହିଁକି ରାଖିବ ସେ ଗୋଟେ ଜଣ କରିଛି ଆଉ ଗୋଟେ ରାଖିବ ଆଜ୍ଞା 5ଟା ମୋର କି 5ଟା ଜନ୍ମ କରିବ ଆଜ୍ଞା ଗୋଟେ ତ ଛୁଆ ପଳେଇ ଆସିଲା ବେଳେ 10ଟା ଜନ୍ମ କରି କୁକୁର ମୁଁ ଦେଖିଲି ଥଣ୍ଡା ଫୁଟା ଦେବି ଆଜ୍ଞା ତାହେଲେ ଏ ମୁଁ ତୁମ ହବ ତମେ ବାପ ଆଚ୍ଛା ପୁଅ ଔଷଧ ପତ୍ର ବ୍ୟବସାୟ କରି ଚଳୁଛି ଆଜ୍ଞା ତ ମନଟା କାହିଁ ସୁଖ ନାହିଁ ତ ମାଇକ ବୋଧେ ଏଇ ପାଖ ଗାଁ କୋଠି ବାହାରିଛି ନାଇଁ ଆଜ୍ଞା ଆଜ୍ଞା ଛାଡି ପଳେଇ ଯାଇଛି ଆଜ୍ଞା ଆଜ୍ଞା ଛାଡି ପଳେଇ ଯାଇଛି ଆଜ୍ଞା ଆମ ତୋ ନାଁଟା ଖାଲି ହଁ। ଭୁବନେଶ୍ୱର ତୁ ଆସି ଆମ ଦଳ ନାଇଁ ଆଜ୍ଞା ସତ କଥା କହୁଛି ମିଛ କହୁନି ଆଜ୍ଞା ହଁ ଆଜ୍ଞା 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 ମୋ ମାଗି ଅଛି ଆଜ୍ଞା ହଁ ଭୁଲି ଯାଇଥିଲୁ ଆଜ୍ଞା ଯାଇଥିଲୁ ଗଙ୍ଗା ମେଳା ଦେଖିବାକୁ ଆଜ୍ଞା ସେ ଗହଳିରେ ଭୁଲିଗଲା ଆଜ୍ଞା ହଁ ଆଜ୍ଞା ହଁ ହଁ ବୁଝିଲୁ ହଁ ଆଜ୍ଞା କହିବି ତାହେଲେ କହୁଥିଲେ ଆଜ୍ଞା କହିଲେ ତାପରେ କହିଦେବେ ଆଜ୍ଞା ତାହେଲେ କହୁଛି ତାହେଲେ ଏ ଶୁଣ ଏ ସାଧୁ ସୁଜନ ତିଅ କରି ସବେ ମନ ସଙ୍ଗେ ଗମ୍ ନାଚନ କୁମାର ମୋର ପ୍ରାଣ ଲୋକ ସମୁଦ୍ର କଣ ଧରିଥିଲା ଧରିଥିଲା ମଞ୍ଚ ଆସିକି ମୁସଲମାନ ସବୁ ଯାଏ কলিকতা শহর দেখি কলিকতা কালী পুজোর মধ্যে বজি সুন্দর আমার টাইপ কালে কি বজি কলি প্রাণ पंजाब पाकिस्तान से सरकारी प्रवेश मालवदेश बुलिया विश्राम ଆଜ୍ଞା ଉଠିବା ପରେ କଣ ଗଲୁ ନା ଯାଇଛି ଆଜ୍ଞା ଆଉ କଣ ଗଲୁ ବିଶ୍ରାମ କରି ଦିନ 2ଟା ରହି ଫେରିଟା ରାଉରକେଲା ଦେଇ ରମନାପୁର ଖୋଜେ ସମ୍ବଲପୁର ରାସ୍ତାରେ ମିଳିଯାଇଥିଲା
ମାନେ କି ଆକି ଏବେ କେମିତି ଆଗତରେ ବାଉଲ ଗୀତ ମନେ ପଡେ ବାଉଲ ଅଛି ଗାଇ ଦେଖି ଭାଇନୁ ବଡ ଦେଇ ଚଲା ଦେଖି ପାର ଗଲୁ ଏ ଗଲି ବାଉଲ ଗୋଟେ ଗଲି ଆଜ୍ଞା ଆମ 10 କଲାକୁ ପଡିଆ ଆଜ୍ଞା ବାଉଲ ବୁଲିଛି ଆଜ୍ଞା ଆହୁରି ତା ଆଗକୁ ଆଜ୍ଞା ଏଡେ ଦଶଲା ରାଶି ଆସିଛୁ ଆଜ୍ଞା ପର୍ଯ୍ୟନ୍ତ ଆସିନୁ କହିଲୁ ଏ ଗଲି ବାଉଲ ଗୋଟେ ମା ନଦୀର ପଟେ ରାଜା ନଦୀର ପଟେ ଗଲି ବାଉଲ ସରି ସିଟି ବସା କଟେ ଆଖିରେ ନିଦ ନାହିଁ ଆଖିରେ ନିଦ ନାହିଁ ନ ଦେଖି ଚନ୍ଦମଇ টাকা বলেছি আগে পুরি খোদা সাথে আমরা বড় খোঁজে ସିଆଡୁ ପଳେଇ ଆସିଲୁ 10 କଲାକୁ 10 କଲା ଆଡୁ ପା ଆସିଛି ଆଜ୍ଞା ଦେଖି କଣ କଣ ଆସିଲା କୁଞ୍ଜ ଆମ ଘରେ ଖୋଜି ଲଙ୍କା ପଡ଼ିଲେ ଲୋକ ମୁଖ ତଥ୍ୟ ସଂଗ୍ରହ କରିବାରେ ଭଦ୍ରବତୀ ତଥ୍ୟ ଦ୍ୱାରା ଦେଖିଛି ଦେଖିଛି ତାଙ୍କ କଥାରେ ବିଶ୍ୱାସ ହେଉନାରେ ଖଣ୍ଡ ପଡା ବାଟେ ମିଳିଲି ଚକ୍ରଧର ପୁରରେ ଆଣ୍ଡାମାନ ଖୋଜି ଖୋଜି ମିଳି ସୁବାରେ ମିଳି ଶିବ ମନ୍ଦିର ଘରେ ଶିବଳା କିଛି ମନ୍ଦିର ହେରା ଦେଖିନୁ ଆଜ୍ଞା ଅଛି ମନ୍ଦିର ବୁଲିଛି କୋଉ ମନ୍ଦିରଟା ଶିବ ମନ୍ଦିର ଆଜ୍ଞା କେମିତି କହିଲୁ ମିଳି ସୁବାରେ ଶିବ ମନ୍ଦିର ଦେଖି ନମସ୍କାର କଲି କଥା ଜାଣି ଶୁଣିଲେ ମିଳିଲି ଖେଳ ସାରି ଖୋଜି ଖୋଜି ମଇତ ମାଛୁ ପଡା ଗଲି ପତ୍ର ହେଜି ବୁଲିଛି ଆଜ୍ଞା ଭାଗ୍ୟ ନିନ୍ଦା କରି ଆପଣଙ୍କ ପାଖରେ ପହଞ୍ଚିଛି ଦେଖିଛ କି ଦେଖିଛ ଆଜ୍ଞା ଆଚ୍ଛା ଏତିକି ବୁଲିଛି ଆଜ୍ଞା ଏତିକି ବୁଲିଛୁ ହଁ ଆଜ୍ଞା ଆଉ ତ ଢେରେ ବୁଲିଲୁନୁ ରେ ଆଉ କେତେ ବୁଲିବୁ ଏ ଭିତରେ କୁଆଡେ ହେଲେ ପାଇଲୁନୁ ନାଇଁ ଆଜ୍ଞା ଆଉ ଖୋଜି ପାଇଲି ନାହିଁ ପାଇଲୁନୁ ନା ଆଚ୍ଛା ତାର କଣ ବିରହ ସେ କେମିତି ଥିବ କହିପାରିବୁ ବିରହରେ ଥିବ କି ମନ ଖୁସିରେ ଚଳୁଥିବ କହିପାରିବୁ କହିବି ଆଜ୍ଞା କହିଲୁ ନବରଙ୍ଗୀ ତାର ରୂପ ଲକ୍ଷଣ କହିବି ନା କଣ କହିବି ରୂପ ଲକ୍ଷଣ କହିଲେ ଭଲ ହୁଅନ୍ତା ତ ରୂପ ଲକ୍ଷଣଟା କହିଲେ ଏତେ ତ ଆସୁନି ନା ଆଜ୍ଞା। ତାହାର ତ ଏ ନବରଙ୍ଗୀ ନବଜୋଡ଼ରେ ଏ ନବରଙ୍ଗୀ ନବଜୋଡ଼ରେ ନବରଙ୍ଗୀ କାଇନା ଲୁରେ ଡାକରା
ପ୍ରତି କଥା କହିଲୁ ଆଜ୍ଞା। ବୁଝିଲୁ ଏପର୍ଯ୍ୟନ୍ତ ତ ନାଁଟା କହିଲୁନି କହିବି ଆଜ୍ଞା ନାଁଟା କହିଲୁ ଆପଣ ପଚାରିଲେ ସିନା କହିବି ଆଜ୍ଞା ପଚାର ତ ନାଁଟା କହିବି ତାହେଲେ। ମୋର ଏତେ ସ୍ୱାମୀ ସ୍ତ୍ରୀ ନାକ ପ୍ରେମ ଏ ଜଣା ପଡୁଛି ତ ହେଲେ ତ ନାଁଟା କହୁନା କହିବି ତାହେଲେ କହ। ଶୁଣ ସୁଜଣେ ରାଇଲା ମନକୁ ହେ ମନକୁ ଯାହା କହୁଛି ମୋ ସଭା ମୋର ନାମଟି କଷ୍ଟ କରି ଆଜ୍ଞା କେତୋଟି ଛୁଆ ଗୋଟିଏ ପୁଅ ଆଜ୍ଞା ଗୋଟିଏ ପୁଅ ହଁ ଆଜ୍ଞା ତ ପୁତ୍ରଟା ବୋଧେ ତା ଅତ ସ୍ତ୍ରୀକି ଜଗିକି ଥିଲା ହଁ, ହଁ। ଗୋଟାକ ପୁଅ ତ ହଁ, ହଁ। ବାପା ପଳେଇବ ସେଟା କାହାରେ ମା ତ ପଳେଇଲାଣି ମା ପଳେଇବ ବୋଲି ଜଗିକି ଅଛି ତ ପୁଅ ବୁଢ଼ୀକି ବୋଧେ ନାତି ଜଗେଇ ଦେଇକି ଆସିଛନ୍ତି ବୋଧେ ମୋ ନାତିର ଚାଲାକ ଅଛି ଆଉ ହଉ ସେ ମା ପୁଅ ଯା କଣ କିଣିବ ପଛରେ କହିଲେ ଆଁ? ହଁ ପୁତ୍ର ଆଜ୍ଞା ହଁ କହି ତାହେଲେ ଯାତ୍ରା। ବାଟ କେଳାମ ତୋରି ଜାତିରେ ଏ ଆଏ ଜାତିରେ ଏ ତ ପ୍ରେମିଆ ତୋରି ଜାତିରେ ଦିନେ ବାରେଣି ପରିବା ଗନ୍ଧାରେ ହେ ଆଏ ଗନ୍ଧାରେ ନାଗ ସପନି ଯାତ୍ରାର ଆଉ ଥରେ କହିବାକୁ ଅଛି ନାହିଁ ଆଜ୍ଞା ଆଉ କିଛି କିଛି ନାହିଁ ନା ତାହେଲେ ପୁଅ କେଣୁନି ଆମରଟା ସାତଟା ସାହି ମାନେ ଆର ସାହି ପଟେ ପୁଣି ଥିବ ଟିକେ ଡାକିଲୁ ଡାକିବି ତାହେଲେ ଡାକିଲେ ଯଦି ଥିବ ଉଠେଇଲେ ପଳେଇ ଆସିବ ଆପଣ ଦେଖେଇଲେ ତାହେଲେ ହଁ ନିଶ୍ଚୟ ଦେଖେଇଦେବି ଆପଣ ସୌପତି ଲୋକ ନା ହଁ କାହିଁକି ପଚାରୁଛୁ ଡାକିବି ତାହେଲେ ହଁ ଆସ ଆସ ରେ ମୋର ଚନ୍ଦ୍ରବଦନା ଆସ ଆସ रे ମୋ ରସିକ ରାଜ ଖାଲି ପତ୍ର ବସେଇଲା କହ ଗୁଣେ ଜଳମ ଦାସ ଦୁଇ ବର୍ଷ
ଆସିବ ଆଜ୍ଞା ନିଶ୍ଚୟ ଆସିବ କେତେ ଫୁଲ ଗୁନ୍ଥିଲି ସହି ଦେଖିଲି କେଶବ ମଣ୍ଡଳି ଆଜ୍ଞା ଆରେ ତୁ ତ ଆମ ଗାଁ ଖେଳ ସରିଲା ଆଜ୍ଞା ତୁ ତାହେଲେ ଟିକେ ଅପେକ୍ଷା କରେ ଆଜ୍ଞା। ତୁ ନିଶ୍ଚୟ ତ ଦେଖିଲେ ତତେ ମୁଁ ଆଗ ଡକେଇବି ଟିକେ ରହିଲେ ସତ କହୁଛି ହଁ, ଆଜ୍ଞା ସେ ଯାହା ଖାଇବ କୁଣ୍ଡା ପାଳ ଭୁତା ସବୁ ଦେଇକି ରଖିଥିବି ଆମେ ଆଜ୍ଞା ମୁଁ ତାକୁ ଡକେଇବି ବସିଛି ଆଜ୍ଞା ହଁ